ସମସ୍ତଙ୍କର ହେଉଛି ଆଶା ଅଙ୍ଗନବାଡ଼ି ସମସ୍ତଙ୍କର ଦରମା ମିଳିଲା ଆମ ରୋଷେଇଆକୁ କିଏ ପଚାରୁଛି ଆମେମାନେ ଯଦି ସବୁବେଳେ ସମସ୍ତଙ୍କୁ ଆଗ୍ରହ ଉତ୍ସାହ କରିବା ସମସ୍ତଙ୍କୁ କହିବା ଯେଉଁମାନେ ନ ଯାଉଛନ୍ତି ଚାଲ କିନ୍ତୁ ସେମାନେ ମନକୁ ସବୁବେଳେ ଟଙ୍କା 2000 ବୋଲି କ'ଣ ଆମ ସଂସାର ତ ଚଳୁନି ଆମେ କେଉଁଠୁ ପଇସା ପାଇବୁ ଆମେ ଭୁବନେଶ୍ୱର ଯିବୁ ଟଙ୍କା 500 ବାଡ଼ାରୁ ଧାର ଆଣିବୁ ସୁଧିଆ ଆଣିବୁ ଆମେ ଭୁବନେଶ୍ୱର ଯିବୁ କିନ୍ତୁ ଆମ ମନ ସବୁବେଳେ ଦୁର୍ବଳ ଲାଗୁଛି ପଇସା ଲାଗି କିନ୍ତୁ ଆମେମାନେ ସମସ୍ତେ ପଇସାକୁ ନ ଡରି ସମସ୍ତେ 10 ଟଙ୍କା ଆଦାୟ କରି ମାନେ ପଞ୍ଚାୟତ ସ୍ତରୀୟ ହଉ ବ୍ଲକ ସ୍ତରୀୟ ହଉ ସଂଘ କରିକି ଆମ ରୋଷେଇଆ ମାନଙ୍କର ସେଇ ପଇସା ଏକତ୍ର କରିକି ଯେତେବେଳେ ଯୋଉଠି ମିଟିଂ ହେବ ସମସ୍ତେ ଯିଏ ନ ଜାଣି ପାରୁଛନ୍ତି ଯେଉଁମାନେ ଯିବେ ସେଇ ସଂଘ ପଇସା ଖର୍ଚ୍ଚ କରିକି ସେମାନେ ଆଗକୁ ଯିବେ ହେଲା ଯୋଉଟାକି କିଏ ଅସୁବିଧା ଅଛି ନ ଯାଇପାରିଲେ ତାକୁ ଆଗ୍ରହ ଅଛି ଧନ ନ ଦେଇପାରିଲେ ସେଇ ପଇସା ଖର୍ଚ୍ଚ ହେବ ସିଏ ଯାଇକି ସେଠି ଯୋଗ ଦେବ କିନ୍ତୁ ଏହିପରେ ଯଦି ଆମମାନଙ୍କର ଲଢ଼େଇ ଆଗକୁ ଯିବ ତେବେ ଆମେ ଯାଇକରି ଆମର ପାରିଶ୍ରମର ମୂଲ୍ୟ ପାଇବା ସକାଳ 9ଟାରୁ ଦିନ 2ଟା ପର୍ଯ୍ୟନ୍ତ ଖଟିବା ତଥାପି ଏ ସାର୍ ମାନେ 40-50 ହଜାର ଦରମା ପାଇକି ତଥାପି ଆମମାନଙ୍କୁ ମାନେ ଛୋଟ ଲୋକ ବୋଲି ବ୍ୟବହାର କରୁଛନ୍ତି କାହିଁକିନା ଆମେ କିଛି କହିପାରୁନୁ ଆମମାନଙ୍କର କିଛି ଦୁର୍ବଳ ଯୋଉଟାକି ଆମେ କାହାଠାରୁ ସାହସ ପାଇପାରୁନୁ ହେଲା ଆଜିକାଲି ଆମ ସଂଘ ଅଛି କିନ୍ତୁ ଆଗକୁ ଯିବା ମୁଁ କହୁଛି ମୋ ପରି ଆଉ କୌଣସି ମାନେ ସ୍ତ୍ରୀ ଲୋକ ଯେମିତି ଅତ୍ୟାଚାର ନ ହୁଅନ୍ତୁ ହେଲା ମୁଁ କହୁଛି ମୁଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁଛି ଜଣେ ରୋଷେଇଆ ତା ଶାଶୁ ମରିଯାଇଥିଲା କିନ୍ତୁ ସିଏ ହେଉଛି ମାନେ ମତେ ଖାଲି ଫୋନରେ କହିଲା ଭଉଣୀ ମୋ ଶାଶୁ ବଦଳରେ ମୁଁ ରହିଛି ମୁଁ ଖାଲି କହିଲି ଦେଖ ମୁଁ ପରିସ୍ଥିତି ଯାଇପାରିବିନି କିନ୍ତୁ ତାକୁ ଖାଲି ଫୋନ ମାଧ୍ୟମରେ କହିଲି ସେ ଯାଇକି ବ୍ଲକରେ ପହଞ୍ଚି ବ୍ୟାଙ୍କରେ ପହଞ୍ଚି ସବୁ ମାନେ କହିବାରୁ ସେ ମୋରି ସାହାଯ୍ୟରେ ତା ଶାଶୁର 14,500 ଆସିଥିଲା ଯୋଉଟାକି ଶାଶୁ ମରିଯାଇଛି ବ୍ୟାଙ୍କ ବହି ହଜିଯାଇଛି ତଥାପି ମୁଁ ତାକୁ ସାହସ ଦେଇକି ଏଠିକି ଯା ସେଠିକି ଯା ବ୍ୟାଙ୍କ ଯା ସବୁଠି ଇଏ କରିକି ସ୍କୁଲ ନାଁ କହି ତା ଶାଶୁ ନାଁ କହି ସେ ପଇସା ପାଇଲା କିନ୍ତୁ ପାଇବାରୁ ସେ ଏମିତି ଗୋଟେ ସ୍ନେହ ବାନ୍ଧି ରହିଛି ଯୋଉଟାକି ସେ ସବୁବେଳେ ପ୍ରତି ମୁହୂର୍ତ୍ତରେ ମୁଁ ଯଦି କହିବି ଆଜି ମାନେ ରୋଷେଇଆ ଇଏ ଆମର ମିଟିଂ ହେଉଛି ସେ କହ ଭଉଣୀ ତମେ ଆସିକି ପଇସା ନେଇଯା କିନ୍ତୁ ମୁଁ ଯିବି ନାହିଁ କାହିଁକିନା ମୋର ସେ ବିଶ୍ୱାସଟା ତମ ଉପରେ ରହିଗଲା କାହିଁକିନା ମୋ ମଲା ଶାଶୁ ମତେ ସାର ବି ଠକି ଦେଇଥିଲେ କିନ୍ତୁ ତମ କଥା ପଦରେ ମୁଁ ସେ ଜାଗାକୁ ଯାଇକି ମୋ ପଇସାଟା ଯେତେବେଳେ ପାଇଲି ତେଣୁ କରିକି ତମେ ଯେତେ କହିବ ମୁଁ ତମକୁ ଦେବି କିନ୍ତୁ ଆମମାନଙ୍କ ଭିତରେ ସମସ୍ତଙ୍କର ସେମିତି ବିଶ୍ୱାସ ଭଲ ପାଇବା ଯୋଉଟାକି ଯିଏ ଯେତେ ଯାହା କହିଲେ ବି କେବେ ବି ଆମେ ଭାଙ୍ଗିଯିବାନି କି କାହାକୁ ହଇରାଣ କରିବାନି ହେଲା ସବୁବେଳେ ସତ କଥା କହିବା ଅନ୍ୟକୁ ସାହାଯ୍ୟ କରିବା ଯଦି ଜଣେ ନ ଯାଇପାରୁଛି ତାକୁ ଆମେ ସହଯୋଗ କରିକି ନବା ଆଉ ମୁଁ ଯାହା କହିଲି ଭଉଣୀ ମାନେ ଆମେ ଏକାବେଳେ ଅଭାବ ଲୋକ ଆସିପାରିବାନି ତେଣୁ କରିକି ଆମେ ମାନେ ପଞ୍ଚାୟତ ସ୍ତରୀୟରୁ ଯୋଉ 20 ଜଣ ହଉ ତାଙ୍କ ଭିତରୁ ବାଛିବା 10 ଟଙ୍କା ଲେଖା ଆମେ ମାସକୁ ମାସ ସଞ୍ଚୟ କରିବା ଯେମିତି ଆମେ ଗ୍ରୁପ କରୁଛେ ସେମିତି ଆମକୁ କ'ଣ କିଏ 1000 ଟଙ୍କା କି 10,000 ଦଉଛି କିନ୍ତୁ ଆମେ ଲୋନ କରୁଛେ ଆଣୁଛେ କାହିଁକିନା ଆମେ 100 ଟଙ୍କା ଲେଖା ସଞ୍ଚୟ କରୁଛେ ବୋଲି ସେମିତି ଆଜି ଆମେ 10 ଟଙ୍କା ପ୍ରତ୍ୟେକ ମାସରେ ସଞ୍ଚୟ କରିବା ଆମର ଯିଏ ମାନେ ମେନ୍ ଲିଡର ରହିବେ ତାଙ୍କୁ ଜଣେଇବା ଯୋଉଠି ମିଟିଂ ହେବ କେବେ ବି ଆମେ ମନକୁ ଦୁର୍ବଳ କରି ଯେତେ କାମ ଥାଉ ଆମେ ଆଗକୁ ଯିବା ଏ ଲଢ଼େଇ ଆମର ଏମିତି ଜାରି ରଖିବା ଆଉ ମୁଁ କହୁଛି ମୁଁ ନୁହେଁ କୌଣସି ପାର୍ଟିର ଭଉଣୀ ଯେମିତି ମାନେ ତା ନିଜର ଦୁର୍ବଳ କାହାକୁ କହି ନ ପାରିକି ଆଖିରୁ କହିପାରେ ନାହିଁ କି ସହିପାରେ ନାହିଁ ହେଲା ମନ ଭିତରେ ସବୁବେଳେ କାନ୍ଦୁଛି ତଥାପି ମୁଁ ମନକୁ ବୁଝେଇକି ଆଜି ମୁଁ ଆସିଛି ହେଲା ସେମିତି ସମସ୍ତଙ୍କୁ କହୁଛି ଭୋକ ଯାଇକି ସେ ତ ନିଜେ ମରିବ ତାହେଲେ କ'ଣ ଆସିକି ତା ପାଇଁ ଲଢ଼ିବ କାହିଁକି ନା ବିନା ଅନାରେ ସରକାର କିଏ ପଇସା ଦଉଛି ଯୋଉଠି ମାଷ୍ଟର ମାନେ ତ ଭାତ ମୁଣ୍ଡ ଚଳେଇ ରଖୁଛନ୍ତି ତାହେଲେ ତମେ କୁହ ରୋଷେଇଆ ଖାଇବ କ'ଣ ନା ତା ସଂସାରକୁ ଦବା କ'ଣ ଗାଁ ଲୋକମାନେ ଯାଇକି କମ୍ପ୍ଲେନ କରିବେ କାହିଁକି ନା ଗାଁର ମାଷ୍ଟର ହେଲେ ଗାଁର କମିଟି ମେମ୍ବର ହେଲେ ତେଣୁ କରିକି ତାର କ'ଣ ବିଚାର କଥାରେ ଅଛି ଗରିବ ଲୋକ ପାଇଁ ବଡ଼ ଲୋକକୁ ଉତ୍ତର ନାହିଁ ନା ଗରିବ ପାଇଁ ବିଚାର ନାହିଁ ଆଜି ସେଇଭଳିଆ ମହାପଦ ଅଛି ମତେ ଆମ ଧର୍ମଶାଳା ବ୍ଲକ ଯାଜପୁର ଜିଲ୍ଲାର ଆଜି ଭଉଣୀ ମାନେ ସମସ୍ତେ ସେକ୍ରେଟାରୀ କଲେ ତଥାପି ମୁଁ କାହାକୁ ଟାଣରେ ବୋଧେ ସ୍କୁଲରେ କହିପାରୁନି କାହିଁକି ନା ମୋର କେହି ଆଗକୁ ନାହାନ୍ତି ହେଲା ତେଣୁକରି ମୁଁ ଆଜି ଦୁଃଖ ମାନେ ହେଉଛି ବୋଲି ଆଖିରେ ଆଜି ଲୁହ କହୁଛି ସେମିତି ସମସ୍ତଙ୍କୁ କହୁଛି କେହି କେବେ ମନ ଦୁର୍ବଳ କରନା ଆଗକୁ ଆସିବା ପାଇଁ
ଲଢାଇ ଜାରି ରଖିବା ପାଇଁ ଯିଏ ନ ଆସୁଛନ୍ତି ତାଙ୍କୁ ବୁଝାଇ ସୁଝାଇ ଆଗକୁ ସମସ୍ତେ ଆଣ କିନ୍ତୁ ମୋ ପରି ଆଗେ ଲୁହ କେହି ଧରନା କାହିଁକିନା ବହୁତ ଆମର ଡବଲ ହେଇଛି ସରକାର ଆସିଛି କଥା ଦେଇଛି ଆମକୁ ଆମ ସମସ୍ତଙ୍କୁ ଭଲରେ ରଖିବ ହସ ଖୁସିରେ ରଖିବ କିନ୍ତୁ ସମସ୍ତଙ୍କୁ ସମସ୍ତଙ୍କର ପାଉଣା ଦଉଛି ହେଲେ ଆମ ରୋଷେଇଆ ମାନଙ୍କର କିଛି ପାଉଣା ନାହିଁ ଯୋଉଟା କି ସକାଳ 9ଟାରୁ 2ଟା ପର୍ଯ୍ୟନ୍ତ କାମ କଲା ବି ଭୋକ ଉପାସରେ ଆସୁଛନ୍ତି ଏମିତି ବହୁତ ସ୍କୁଲରେ ହଉଛି ମୋ ସ୍କୁଲ ବେଳେ ମୁଁ କହୁନାହିଁ ଯୋଉମାନେ ଅତ୍ୟାଚାର ସହୁଛନ୍ତି କଷ୍ଟ ଯିଏ କରିଛନ୍ତି ତାଙ୍କ ଆଖିରେ ଲୁହ ବହିବ ସମସ୍ତଙ୍କ ଆଖିରେ ଲୁହ ବହିବନି କାହିଁକି ନା ସେମାନେ ଏଥିରେ ରହିଲେ ନା କିନ୍ତୁ ଗରିବ ଲୋକକୁ କିଏ ପଚାରୁଛି ତେଣୁକରି ଭାଇ ଆମର ଲଢେଇ ଇଏ କର କେହି ଭାବନା ଯେ ଦରମା ଆମର ମିଳିବନି ଆମକୁ ଠକିଦେବ ସରକାର କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସୁଛି ସେ ଆମକୁ କଥା ଦେଇଥିଲେ ସମସ୍ତଙ୍କ ମୁହଁରେ ହସ ଫୁଟାଇବେ ତେଣୁ ଆମେମାନେ ସମସ୍ତେ ଆଗକୁ ଯିବା ସମସ୍ତେ ଯେମିତି ହସରେ ରହିବା ଆମର ଦରମା 28,000 ହବ ଆମର ଯୋଉମାନେ ବକିଆ ଦରମା ନ ପାଇଛନ୍ତି ଭଉଣୀ ମାନେ ବି ବହୁତ ପାଇନାହାନ୍ତି ବ୍ଲକରେ 2009ରୁ 12 ପର୍ଯ୍ୟନ୍ତ ସେମାନଙ୍କୁ ବି ତାଙ୍କର ବକିଆ ଦରମା ମିଳିବ ଆମର ହଉଛି ଆମେମାନେ ମରି ମାରି ଗଲେ ଆମ ପାଇଁ କିଛି ହଉଛି 1,00,000-2 ଲକ୍ଷ ଟଙ୍କା ଆସୁ ମାନେ ଇଏ ଯୋଉମାନେ କି ଆମ ପରିବାରକୁ ଦେବେ ବୀମା ହଉଛି ଆମ ମାନଙ୍କ ପାଇଁ ସରକାରୀ ମାନ୍ୟତା ଦେବେ ଆମେ ରୋଷେଇଆ ହେଲା ବି ଆମକୁ ସାର୍ ମାନେ କହୁଛନ୍ତି ଛୋଟ ଲୋକ ହେଲା ଜଣେ ପରିଶ୍ରମ କରି ପିଲାମାନଙ୍କୁ ଖାଇବାକୁ ଦବ ଗୋଟିଏ ପିଲା ନୁହଁ 100-150-200 ପିଲାଙ୍କୁ ହଉଛି ଇଏ କରିବ କିନ୍ତୁ ତାକୁ ଯଦି କହୁଛନ୍ତି ଟିଚର କହିଲା କି ଛୋଟ ଲୋକ ତାହେଲେ ତା ଆପଣଙ୍କୁ ବାଧିବନି ମଣିଷ କଣ ଏମିତି ଟଙ୍କା ପଇସା ନିଜର ସମ୍ମାନ ଟିକେ କରିବ